ଆଜ୍ଞା ପୂର୍ବ ଶତ୍ରୁତାକୁ ନେଇକି ହେଇଛି। କାଲି ସକାଳ 9ଟା ବେଳେ ସେ ଆମ ଗ୍ରାମର ସେ ଦେବରାଜ ଜେନା ଆମ ବାଉଁଶ ଗଛ ବୁଦାରୁ ବାଉଁଶ ଆଣୁଥିଲା। ମୁଁ ଯାଇକି ଜବତ କଲି। ସେ ଗୋଟେ ଖଣ୍ଡା ଧରି ମୋତେ ହାଣିବାକୁ ଆସିଥିଲା ଏବଂ ଧମକ ଦେଇଥିଲା ଯେ ଡିନାମାଇଟ ପକେଇକି ତୋ ଘରକୁ ସ୍ମାସ୍ କରିଦେବି। ସାର୍ ରାତିରେ ଏ ଘଟଣା ଘଟିଛି। ଆଉ ରାତି 12:40 ହେବ ଶୋଇଛୁ ସେ ଘରେ। ହଠାତ୍ ନା ଆବାଜ ଆସିଲା ଯେ ପୁରା ଘର ପୁରା ଧୂଆଁ ହେଇଗଲା। ଗୋଡ଼ି ଫୋଡ଼ି ବାଜିକି ମୋ ଗୋଡ଼ରେ ବି ବାଜିଲା ଗୋଡ଼ି। ତାପରେ ହଠାତ୍ ଆସିକି ମୁଁ ଦାଦାଙ୍କୁ ଉଠେଇଲା କ'ଣ ଝିଅରେ ଦାଦାଙ୍କୁ ଉଠେଇଲା କ'ଣ ଆସିଲା କ'ଣ ଏପଟେ ଆସିଲା ବସିକି ଏପଟେ ପୁଣି ଘର ଫ୍ରଣ୍ଟରେ ପୁଣି ଆହୁରି ମାଡ଼ କଲେ। ବମ୍ ମାଡ଼ କଲେ 2 ଥର 3ଟା ବମ୍ ମାଡ଼ କରିଛନ୍ତି। ଆମେ ଫୋନ୍ କଲୁ ସଣ୍ଡା ଫାଣ୍ଡିକି PCR ବାହାରକୁ ଫୋନ୍ କଲୁ। ସେମାନେ ଆସିକି ଜାଗା ଉପରେ ତଦନ୍ତ କଲେ। ଘରର ତ ଆମର କାଚ ବାଚ ସବୁ ଭାଙ୍ଗି ଯାଇଛି। ସ୍ଲାଇଡ଼ିଂ ଗେଟ୍ ସବୁ ଭାଙ୍ଗିକି ସବୁ ଇଏ ହେଇଯାଇଛି।